ଆପଣଙ୍କ ନାମ କ'ଣ? କୋଉଠି ଘର? ଏ ଯେଉଁ ହସ୍ପିଟାଲରେ ବସିଛନ୍ତି, ପୁଅର କ'ଣ ହେଇଛି? ପୁଅର ଯେଉଁ ହାତ ଦିରେ କ'ଣ ହେଇଛି ହାତର? ଏଇ ଆମ ଘର ପାଖର କମ୍ପାନୀ କାମ ଚାଲିଛି, ଯେଉଁ ସେଇଠି ତାଙ୍କର କାମ କରିକି ତାରଟାକୁ ପକେଇ ଦେଇଛନ୍ତି। ଯେମିତି ସେମାନେ ବହୁତ 3 ବର୍ଷ ହେଲାଣି କାମ କଲେଣି, ତାରଟାକୁ ସବୁବେଳେ ତାଙ୍କର ସେମିତି ଟାଣିକି ହିଁ କାମ କରନ୍ତି। ବୋର୍ଡ଼ ଗୋଟେ କିମ୍ବା ତାଙ୍କର ମିଟର ବସ୍ ବି ଲାଗିନି। ସେଇ ତାରଟାକୁ ଆମେ ବାରମ୍ବାର କହୁଛେ ଯେ ସେଇଟା ଭଲସେ ରଖିଦେଇକି ଯିବାକୁ। ସେଠି କେତେବେଳେ ଛୁଆମାନେ ଘର ପାଖରେ ଘର ଲାଗିଛି, ଆଜି ମୋ ଛୁଆଟା ହେଇଛି, କାଲି ଆଉ କିଏ ଛୁଆ ବଡ଼ ଲୋକ ତାର ମାନେ ଗୋରୁ ଛେଳି ସମସ୍ତେ ବି ଲାଗିପାରିବେ। ମୋ ଛୁଆଟା ଯଦି କିଛି ହେଇଥାନ୍ତା, ମାନେ ସେ ଯେଉଁ ତାର ପକେଇଛନ୍ତି ତାର କିଛି ସୁରକ୍ଷା ନାହିଁ? ନାହିଁ, ତାର ସୁରକ୍ଷା ନାହିଁ। କେମିତି ହେଲା ଘଟଣା? କେମିତି ହେଲା? ଭାଙ୍ଗି ଯାଇଥିଲା, ତାକୁ ତ ଲଗେଇ ପାରିଥାନ୍ତା ନା। ତାକୁ ସେରକ ଛାଡ଼ି ଦେଇଛନ୍ତି, ସିଏ ତଳେ ପଡ଼ିଛି, ମୋ ଛୁଆ ଯାଇକି ଧରି ପକେଇଛି ଗେରକୁ। ମୁଁ ତ ସବୁବେଳେ ଛୁଆଟା ଦେଖିପାରିବିନି। କ'ଣ କେଉଁଠି ଘର? ଏଇ ଯେଉଁ ଘଟଣା ଘଟିଛି, କେମିତି କ'ଣ ହେଲା ଘଟଣା? ପାଖରେ ଯେଉଁ ପୁଅ ଏଠି ବେଡ଼୍ରେ ଶୋଇଛି ହସ୍ପିଟାଲରେ, କ'ଣ ହେଇଛି ତାର? ଗୋଟେ କମ୍ପାନୀ କାମ ଚାଲିଛି ନଦୀରେ। ମାନେ କ'ଣ କାମ ଚାଲିଥିଲା? ସେଇଟା ଏଇ ମାର୍କେଟକୁ ଯେଉଁ ପାଣି ସପ୍ଲାଏ ଆସୁଛି, ସେଇ ଇଏରେ ଗୋଟେ କାମ ଚାଲିଛି। କାମ ଚାଲିବା ପାଖରୁ ସେ ଗୋଟେ ତାର ନେଇଛନ୍ତି ଖୁଣ୍ଟିରୁ। ସେଇଟା ମିଟର ଫିଟର କିଛି ନାହିଁ, ଏମିତି ସେଇଟା ନେଇଛନ୍ତି। ଯଦି ବି ନେଇଛନ୍ତି, ତାକୁ ଗୋଟେ ପ୍ରମାଣରେ କିଛି ଫିକ୍ସ କରିନାହାନ୍ତି, ଏମିତି ତଳେ ହିଁ ସେଇଟା ପଡ଼ିକି ରହୁଛି। ମାନେ ସେ ଯେଉଁ ତାର ନେଇଛନ୍ତି କହୁଛନ୍ତି ସେଇଟା ସୁରକ୍ଷା କିଛି ନାହିଁ? ନାଇଁ ନାଇଁ ନାଇଁ, କିଛି ସୁରକ୍ଷା ନାହିଁ। ମାନେ ଦିନ ରାତି 24 ଘଣ୍ଟା ସେମିତି ତଳେ ହିଁ ପଡ଼ିକି ରହୁଛି। ତାଙ୍କୁ ସେଇଟା ଆମେ ବାରମ୍ବାର ତାଙ୍କୁ କହିଛୁ ଯେ ତାରକୁ ଗୋଟେ ସେଫ୍ଟି କରିକି ରଖନ୍ତୁ। ତ ସେ ଆଜି ପର୍ଯ୍ୟନ୍ତ ସେତିକି ସେ କରୁନାହାନ୍ତି। ତ ସେ କାମ କିଏ କରୁଥିଲେ? ସେଇଟା କମ୍ପାନୀ କାମ, ସେଇଟା ମୁଁ ତ କହିପାରିବିନି କମ୍ପାନୀ ନାଁ କ'ଣ। ତ ସେମାନେ ବି ରହୁଛନ୍ତି ବର୍ତ୍ତମାନ ଏଇ ମାର୍କେଟରେ। ସେ ଯେଉଁ ପୁଅ ବି ହେଇଛି ସେଠି, ସେଇଟା ବି ଗୋଟେ ଷ୍ଟିଲ୍ ରେଲିଂ ହେଇଛି, ହାଇଟ୍ ବି ବହୁତ। ତ ସେଇଟା ବି ଆମେ କହୁଛୁ ସେଠି ଗୋଟେ ଗେଟ୍ ବନାଇବା ପାଇଁ, ଯେମିତି ପିଲା ଯାଇପାରିବେନି। ସେଇଟା ବି ଆଜି ପର୍ଯ୍ୟନ୍ତ କିଛି ଶୁଣୁନାହାନ୍ତି। ଆଜି ସେ ଯେଉଁ ତାର ସେଠି ପଡ଼ିଥିଲା, ସେ ଛୁଆ ଧରିକି ତା ହାତ ପୁରା ଜଳିଯାଇଛି। ତ ବର୍ତ୍ତମାନ ସୁଦ୍ଧା ପିଲା ବହୁତ ଅସୁବିଧାରେ ଅଛି।